ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀର ପାଠ ଉପହାର। ଆଜି ଐଶ୍ୱର୍ଯ୍ୟାର ଜନ୍ମଦିନ। ତା ମନ ଭାରି ଖୁସି। ପୁଣି କେତକୀ ତା ଘରକୁ ଆସିବ। ସେ ତାର ବଡ଼ ସାଙ୍ଗ। ଜନ୍ମଦିନ ପାଇଁ ବୋଉ ତାକୁ ସଜେଇ ଦେଇଛନ୍ତି। କପାଳରେ ଚନ୍ଦନ ଟିପା, ଗୋଡ଼ରେ ଅଳତା ଏବଂ ଆଖିରେ କଳା ଲଗାଇ ଦେଇଛନ୍ତି। ବୋଉ ହଳଦିଆ ଚାଉଳ, ଦୁବ, ବରକୋଳି ପତରରେ ତାକୁ ବନ୍ଦେଇ ଦେଇଛନ୍ତି। ଘରେ ପିଠାପଣା ତିଆରି ହୋଇଛି। ତା ସାଙ୍ଗ କେତକୀ ଉପହାରଟିଏ ଧରି ତାଙ୍କ ଘରକୁ ଆସିଲା। ଐଶ୍ୱର୍ଯ୍ୟା ତାକୁ କୁଣ୍ଢାଇ ପକାଇଲା। ସେ କହିଲା, ସାଙ୍ଗ, ଉପହାର କ'ଣ ଆଣିଛୁ? କେତକୀ ହସି ହସି କହିଲା, ସରଗପୁରରୁ ଐରାବତ ହାତୀଟିଏ ଆଣିଛି। ଆଣିଛି ସତେ? ତୁ ସରଗପୁର ଯାଇଥିଲୁ? ଉଭୟେ ଫେଁ କରି ହସିଦେଲେ। ବୋଉ କହିଲା, ଝିଅଲୋ, ତୋ ବାପା ତୋ ପାଇଁ ଗୋଟିଏ ଗଛ ଉପହାର ଆଣିଛନ୍ତି। କେତକୀ ପଚାରିଲା, ମାଉସୀ, କି ଗଛ ମ? ମା କହିଲେ, ଗୋଟିଏ ଔଷଧୀୟ ଗଛ। ଦୁଇ ସାଙ୍ଗ ଗଛ ଲଗାଇବା ପାଇଁ ଗୃହରୁ ବଗିଚାକୁ ଗଲେ। ଶୀତଳ ହାଉଆ ବହୁଥାଏ। ଦୁହେଁ ବଗିଚାର ଗୋଟିଏ କୋଣରେ ଗାତ ଖୋଳିଲେ। ଐଶ୍ୱର୍ଯ୍ୟା ପଚାରିଲା, ସାଙ୍ଗ, ଏଇଟା କି ଗଛ କହିଲୁ? ସେ କହିଲା, ବେଲଗଛ। ଦୁହେଁ ଗଛଟିକୁ ପୋତି ପାଣି ଦେଲେ। ଆସ ପିଲାମାନେ, ପ୍ରଶ୍ନ ଉତ୍ତର କରିବା। 1. ଆସ କଥା ହେବା। କ. ଗପରେ କାହାର ଜନ୍ମଦିନ ଥିଲା? ଐଶ୍ୱର୍ଯ୍ୟାର ଜନ୍ମଦିନ ଥିଲା। ଖ. ଐଶ୍ୱର୍ଯ୍ୟାର ବଡ଼ ସାଙ୍ଗ କିଏ? ଐଶ୍ୱର୍ଯ୍ୟାର ବଡ଼ ସାଙ୍ଗ କେତକୀ। ଗ. ବୋଉ ଐଶ୍ୱର୍ଯ୍ୟାକୁ କିପରି ସଜାଇ ଦେଇଥିଲେ? କପାଳରେ ଚନ୍ଦନ ଟିପା, ଗୋଡ଼ରେ ଅଳତା ଏବଂ ଆଖିରେ କଳା ଲଗାଇ ଦେଇଛନ୍ତି। ଘ. ବାପା ତା ପାଇଁ କେଉଁ ଉପହାର ଆଣିଥିଲେ? ଗୋଟିଏ ଗଛ ଉପହାର ଆଣିଥିଲେ। ଙ. ଦୁଇ ସାଙ୍ଗ ଫେଁ କରି କାହିଁକି ହସିଲେ? କେତକୀ ହସି ହସି କହିଲା, ସରଗପୁରରୁ ଐରାବତ ହାତୀଟିଏ ଆଣିଛି। ସତେ? ତୁ ସରଗପୁର ଯାଇଥିଲୁ? ସେଥିପାଇଁ ଉଭୟେ ଫେଁ କରି ହସିଦେଲେ। ଚ. ସାଙ୍ଗସାଥୀମାନଙ୍କ ସହ ଆଲୋଚନା କରି କିଛି ଔଷଧୀୟ ଗଛର ନାମ କୁହ। ତୁଳସୀ, ନିମ, ଘିକୁଆଁରୀ, ବ୍ରାହ୍ମୀ। 2 ନମ୍ବର। ଆସ ଦେଖି ଦେଖି ଅକ୍ଷର ଲେଖିବା। କୋଠରୀ ଭିତରେ ଐ ଲେଖା ଅଛି, ଦେଖି ଦେଖି ଲେଖିବ। ଔ ଲେଖା ଅଛି, ଦେଖି ଦେଖି ଲେଖିବ। ଉଅ ଲେଖା ଅଛି, ଦେଖି ଦେଖି ଲେଖିବ। 3 ନମ୍ବର। ତଳ ଅକ୍ଷରଗୁଡ଼ିକ ଲେଖିବା। ଅକ୍ଷର ଋକାର। ସ ଋକାର ସୃ, ଗ ଋକାର ଗୃ, ମ ମରେ ଋକାର ମୃ, ବ ବରେ ଋକାର ବୃ, ତ ତରେ ଋକାର ତୃ, ଭ ଭରେ ଋକାର ଭୃ, ଚ ଚରେ ଋକାର ଚୁ, ନ ନରେ ଋକାର ନୁ, ଘ ଘରେ ଋକାର ଘୃ, ସ ସରେ ଋକାର ସୃ, ହ ହରେ ଋକାର ହୃ, କ କରେ ଋକାର କୃ, ଦ ଦରେ ଋକାର ଦୃ, ପ ପରେ ଋକାର ପୃ, ଧ ଧରେ ଋକାର ଧୃ। 4 ନମ୍ବର। ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା, ଲେଖିବା ଓ ପଢ଼ିବା। ମୃଗ ମୃଗ, ଗୃହ ଗୃହ, ଐର ଐର, କୃଷକ କୃଷକ, ଔଷଧ ଔଷଧ, ୱିକେଟ। 5 ନମ୍ବର। ଚିତ୍ରଗୁଡ଼ିକୁ ଦେଖ ଏବଂ ସେମାନଙ୍କର ନାମ ଲେଖ। ମିର୍ଗ ଅଛି, ମୃଗ, କୃଷକ, ଶୃଗାଳ, ବୃଷଭ। 6 ନମ୍ବର। ଆସ ପଢ଼ିବା। ଐରାବତ, ଐର, ଐକ୍ୟ, ଔଷଧ, ତାଉଆ, ହାଉଆ, ୱିକେଟ, କୃଷକ, ବୃକ୍ଷ, ପୃଥିବୀ, ଜଉଆନ, ଉପହାର। ତାୱାରେ ରୁଟି ସେକା ହୁଏ। ରୋଗ ହେଲେ ଔଷଧ ଖାଅ। ପୃଥିବୀ ଆମର ମା। ମା ତାୱାରେ ଭଜା ଭାଜୁଥିଲେ। ଚୁଲିରୁ ଗରମ ହାଉଆ ଆସୁଥିଲା। ହାତ ଫୋଟକା ହେବାରୁ
ଔଷଧ ଲଗାଇଲେ। 8 ନମ୍ବର ଚିତ୍ରକୁ ନେଇ 2ଟି ଧାଡ଼ି ଲେଖିବା। ଜଣେ ଗୁପଚୁପ ଏଠି ବିକୁଛନ୍ତି ଆଉ ପିଲାମାନେ ଗୁପଚୁପ ଖାଇବା ପାଇଁ ଅନେଇକି ବସିଛନ୍ତି। 9 ନମ୍ବର ଆସ ପଢ଼ିବା। ଦିନେ ଶୃଗାଳଟିଏ ସହରକୁ ଆସିଲା। କୁକୁରମାନେ ତାକୁ ଗୋଡ଼ାଇଲେ। ସେ ଯାଇ ବୃକ୍ଷ ପଛରେ ଲୁଚିଗଲା। ସେ କ୍ଷତବିକ୍ଷତ ହୋଇଯାଇଥିଲା। ଜଣେ ଋଷି ବୃକ୍ଷ ମୂଳକୁ ଆସିଲେ। ଶୃଗାଳକୁ କ୍ଷୀର ପିଆଇଲେ। ତା କ୍ଷତର ଔଷଧ ଲଗାଇଦେଲେ। 10 ନମ୍ବର ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା, ଲେଖିବା ଓ ପଢ଼ିବା। ଔଷଧ, ତାରା, ମୁଗ, ଦାତା, ଗଧ, ଦାଗ, ଏହା, ବଧ। 11 ନମ୍ବର ସୂତ୍ର ଲିଖନ। ଶିକ୍ଷକଙ୍କ ପୂର୍ବରୁ ପଢ଼ାଇଥିବା ଅକ୍ଷର ଓ ମାତ୍ରାକୁ ନେଇ 2ଟି ବାକ୍ୟ ଡାକିବେ। ପିଲାମାନେ ଲେଖିବ। ଶିକ୍ଷକଙ୍କୁ ଯାହା ଡାକିବେ ଶିକ୍ଷକ ତାହା ଲେଖିବ। ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ସୁନି ଗଲା ଜିତି।